ହ୍ୟାଲୋ ବନ୍ଧୁଗଣ ନମସ୍କାର। ମୁଁ ବାବୁଲି ଚେରୁଣୀ ବିଶେଷଜ୍ଞ। ଆପଣଙ୍କର ଯାହା କିଛି ରୋଗ ହେଇଛି ମୋତେ କମେଣ୍ଟ ବକ୍ସରେ ଲେଖିବେ, ମୁଁ ଆପଣଙ୍କ କିଛି ସେବା କରିପାରିବି। ସେ ରୋଗମାନ ବିଷୟରେ ନାଁ କହି ଦେଖନ୍ତୁ। ଜାଣ୍ଡିସ୍ ମାନେ କାମାଳ, ହେପାଟାଇଟିସର ଅବୈଧ ଔଷଧ, ପୁରାତନ ଖାସର ଅବୈଧ ଔଷଧ, କଫ ରୋଗର ଉପଚାର, ବାନ୍ଧତ୍ୟ ଦୂର ପାଇଁ ମାନେ ଯାହାର ପୋଜି ହେଉନଥିବ, ମଧୁମେହ ରୋଗ ପାଇଁ ପ୍ରତିକାର, ମାଛିଆଖିଆ ପାଇଁ ପ୍ରତିକାର, ଧବଳ କୁଷ୍ଠ, ଫୁଲ ଛଉ, ଚର୍ମ ରୋଗ ମାନେ କାଛୁ କୁଣ୍ଡିଆ ଯାଦୁ ଯାହାବି, ଗୋଡ଼ ଫଟାକୁ ଉପାୟ, ଶୁଷ୍କସ୍ର ରକ୍ତାଶର ବ୍ୟବସ୍ଥା ଔଷଧ ମାନେ ଅର୍ଶ 3 ପ୍ରକାର ଅଛି, ଆପଣଙ୍କୁ ବୁଝେଇ ପରେ। ସମ୍ବନ୍ଧୀୟ ଅତିରିକ୍ତ ସ୍ରାବରେ ଫଳପ୍ରଦ ଔଷଧ, ଅର୍ଶ ଏବଂ ଅତି ମାସିକ ସ୍ରାବ ପାଇଁ ଔଷଧ, ଥାଇରଏଡ୍, ଗଳଗଣ୍ଡ, ଟନସିଲ୍, କଫ ରୋଗ ପାଇଁ ପ୍ରତିକାର, କ୍ୟାନ୍ସର, ଏଡ୍ସ ରୋଗର ପ୍ରତିକାର, ବାତ ରୋଗର ପ୍ରତିକାର ମାନେ 3 ପ୍ରକାର ବାତ ରହୁଛି, ଭୟାନକ ବ୍ରଣକୁ ଉପାୟ, ହେବା ବନ୍ଦ ପାଇଁ ପ୍ରତିକାର, ଏଣ୍ଟୁ ମାରନ୍ତୁ, ଏଇଟା ମୁଁ ଜାଣିନି, ଓଠ ଫାଟିବାକୁ ଉପାୟ, ଅନ୍ଧାର କଣାକୁ ପ୍ରତିକାର, କୋଣଖିଆକୁ ପ୍ରତିକାର, ମୁହଁର ଛାଲକୁ ପ୍ରତିକାର, ଗୁର୍ଦ୍ଧର୍ଷି, ମଧୁମେହର ଉପକାରୀ ଔଷଧ, ମୁଣ୍ଡ ବ୍ୟଥା, ଅନିଦ୍ରା, ଅଧିକ ପାଳି ବିନ୍ଧାକୁ ଉପାୟ, ଶ୍ୱାସ ପାଇଁ ଔଷଧ ମାନେ ଶୀତ ଦିନଟା ଶ୍ୱାସଟା ବେଶୀ ହୁଏ, ଶ୍ୱାସ ପାଇଁ ଔଷଧ, କଫ ଶ୍ୱାସର ପ୍ରତିକାର ଔଷଧ, ସର୍ଦ୍ଦି ଥଣ୍ଡା ଜ୍ୱର ପାଇଁ ଔଷଧ, ଖାସ ପାଇଁ ଉପାୟ, ଖାସଟା ଆପଣମାନେ ମେଡ଼ିକାଲରୁ ଆଣି ଔଷଧ ସାଙ୍ଗେ ସାଙ୍ଗେ କମିବନି ନାହିଁ, କିନ୍ତୁ ମୁଁ ଉପାୟ କହିବି କିଛି ଆୟୁର୍ବେଦିକ କମିଯିବ। ଆପଣ ମୋତେ କମେଣ୍ଟ ବକ୍ସରେ ଲେଖନ୍ତୁ। ସଂଗ୍ରହଣୀକୁ ଉପାୟ, ଏଇଟା ମୁଁ ଜାଣିନି, ଛାଡ଼ନ୍ତୁ, ଏଇଟା ଏଣ୍ଟୁ ମାରିଦେବା। କବଜ, କୋଷ୍ଠକାଠିନ୍ୟ ଦୂର ପାଇଁ ଔଷଧ, କର୍ଣ୍ଣଶୂଳ, କାନ ବ୍ୟଥାକୁ ଔଷଧ, ଛୋଟ ଛୁଆମାନଙ୍କର ଶୀତ ଦିନରେ ବେଶୀ କାନ ବ୍ୟଥା ହୁଏ। ଯାହା ଆପଣଙ୍କର ଯେ ରୋଗ ହୋଇଛି ମୋତେ କମେଣ୍ଟ ବକ୍ସରେ ଲେଖିବେ, ମୁଁ କିଛି ଆପଣ ସେବା କରିପାରିବି। ବାବୁଲି।